ପୂର୍ବ କାଳରେ ତ୍ରେତା ଯୁଗରେ ଏକ ସବୁଠାରୁ ସୁନ୍ଦର ବନରେ ମହର୍ଷି ଯମଦଗ୍ନି ରହୁଥିଲେ। ସେ ଭୃଗମୁନିଙ୍କ ପୁତ୍ର ଥିଲେ, ଯାହାଙ୍କ ନାମ ଶୁଣିଲେ ପଶୁପକ୍ଷୀମାନେ ମଧୁର ଗୀତ ଗାଉଥିଲେ। ତାଙ୍କ ସ୍ତ୍ରୀ ରେଣୁକା ଥିଲେ। ସେ ଏକ ସୁନ୍ଦରୀ ମହିଳା, ଯାହାଙ୍କ ମୁଖରେ ଚନ୍ଦ୍ରମାଙ୍କ ଜ୍ୟୋତି ଝଲସୁଥିଲା। ସେ ପ୍ରତିଦିନ ସୁନ୍ଦର ନଦୀରୁ ପବିତ୍ର ପାଣି ଆଣି ଯଜ୍ଞ କରୁଥିଲେ। ସେମାନଙ୍କର 5 ଜଣ ବଳଶାଳୀ ପୁତ୍ର ଥିଲେ, ରଘୁ, କୁଶ୍ଚ, ପୁରୁକୁଶ୍ଚ ଏବଂ ସବୁଠୁ ଛୋଟ ପୁଅର ନାଁ ହେଉଛି ରାମ। ଏହି ଛୋଟ ରାମଙ୍କୁ ପରେ ପରଶୁରାମ ବୋଲି କୁହାଗଲା। ଆଶ୍ରମରେ ତାଙ୍କର ସୁଖରେ ସମୟ କଟି ଯାଉଥିଲା। ସକାଳେ ଋଷିଙ୍କର ଯେଉଁ ସବୁ ଗାଈ ସବୁ ଯାଉଥିଲେ ଘାସ ଚରିବାକୁ, ସନ୍ଧ୍ୟାବେଳେ ସେମାନେ ଫେରୁଥିଲେ। ଯମଦଗ୍ନି ବେଦ ପଢ଼ୁଥିଲେ, ପୁତ୍ରମାନେ ଧନୁର୍ବେଦ ଶିକ୍ଷା ନେଉଥିଲେ। ରେଣୁକା ଫୁଲ ଆଣିକରି ଦେବଦେବୀଙ୍କ ପାଇଁ ପୂଜା କରୁଥିଲେ। ଆଶ୍ରମର ତାଙ୍କର ଗୋଟେ ଗାଈ ଥିଲା। ସେ ଗାଈର ନାଁ ହେଉଛି କାମଧେନୁ। ତାହା ଥିଲା ଏକ ଦିବ୍ୟ ଗାଈ। ତାକୁ ଯାହା ମାଗିଲେ ସେ ତାହା ଦେଇ ଦେଉଥିଲା। ତେଣୁ ସେମାନେ ଅତି ଖୁସିରେ ବସବାସ କରୁଥିଲେ। ଥରେ ଯମଦଗ୍ନି ଏକ ମହାଯଜ୍ଞ ଆୟୋଜନ କରୁଥିଲେ। ଅତିଥି ଋଷିମାନେ ଆସିବେ, ସମଗ୍ର ବିଶ୍ୱରୁ ଦେବତାମାନେ ଆସିବେ। ସେ ତାଙ୍କର ସ୍ତ୍ରୀ ରେଣୁକାଙ୍କୁ କହିଲେ, ପ୍ରିୟା, ନଦୀରୁ ପାଣି ଆଣି ତୁରନ୍ତ ଆସ, ଯଜ୍ଞ ଆରମ୍ଭ କରିବା। ରେଣୁକା ଗଲେ, ନଦୀକୁ ଗଲେ। ନଦୀରେ ପାଣି ଭରି ଫେରୁଥିବା ବେଳେ ଆକାଶରେ ଏକ ସୁନ୍ଦର ଗୋଟେ ପକ୍ଷୀ ଉଡ଼ୁଥିଲା। ସେ ଯେତେବେଳେ ପକ୍ଷୀ ଉଡ଼ୁଥିଲା ତାକୁ ଦେଖିକିରି ସେ ମୁହଁ ଖୋଲା କରି ତାକୁ ରହିଗଲେ। ଏତେ ସେ ସୁନ୍ଦର ଥିଲା ସେ ପକ୍ଷୀଟା। ତାଙ୍କ ମନରେ ଏକ ସ୍ୱପ୍ନ ଉଡ଼ିଲା। ତେଣୁ ସେ ତାକୁ ତାଙ୍କ ଗୋଟେ ତାଜମହଲ ଭଳି ଦେଖୁଥିଲେ। ତେଣୁ ସେ ତାଙ୍କୁ ବହୁତ ଭଲ ଲାଗିଲା। ସେ ପକ୍ଷୀକୁ ଦେଖିକି ରହିଲେ। ତେଣୁ ସେ ଆସିଲା ବେଳକୁ ତାଙ୍କର ଡେରି ହେଇଗଲା। ଯେତେବେଳେ ଡେରି ହେଇଗଲା, ସେଥିରେ ଯମଦଗ୍ନି ରାଗିଗଲେ। ରାଗି ଯାଇକରି ସେ ତାଙ୍କର ସ୍ତ୍ରୀ ରେଣୁକାଙ୍କୁ କହିଲେ, ତୁ ଅନ୍ୟ ପୁରୁଷ ସହ ମନେ ମନେ ବୋଧେ କଥାବାର୍ତ୍ତା ହେଉଥିଲୁ। ଏହା ମହାପାପ। ପୁତ୍ରମାନେ, ତେଣୁ ମୋର ଯେଉଁ ପୁତ୍ର ଅଛି ମୁଁ ତାଙ୍କୁ କହିବି ତୋର ଶିରଚ୍ଛେଦନ କରିବାକୁ। ସେ ତାଙ୍କର ସବୁ ପୁତ୍ରଙ୍କୁ କହିଲେ। କେହି ଶୁଣିଲେନି, କେହି ତାଙ୍କ କଥା ମାନିଲେନି। ଶେଷରେ ତାଙ୍କର ସାନ ପୁଅ ରାମ, ଯିଏକି ପରଶୁରାମ, ସେ ତାଙ୍କ କଥା ଶୁଣିଲେ ଓ ତାଙ୍କର ମାଆଙ୍କର ବେକକୁ କାଟିଦେଲେ। କାଟିଦେଲା ପରେ ସେ ଖୁସି ହେଇଗଲେ। ଯମଦଗ୍ନି ସେ ଖୁସି ହେଇକି କହିଲେ, ପୁଅ, ମୁଁ ତ ମୋ ଉପରେ ଖୁସି ଅଛି, ମୋତେ କ'ଣ ମାଗୁଛୁ ମାଗ। ତାପରେ ରାମ କହିଲେ, ବା ପରଶୁରାମ କହିଲେ, ବାପା, ଯାହା ମାଗି ତୁମେ ଦେଇପାରିବ? ନା, ହଁ ମୁଁ ଦେଇପାରିବି। ନା, ବଚନ ଦିଅ। ହଁ, ମୁଁ ବଚନ ଦେଉଛି, ଯାହା ମାଗିବୁ ଦେବି। ସେ କହିଲେ, ମୋତେ ମୋର ମାଆଙ୍କର ଜୀବନ ଦରକାର। ତେଣୁ ସେ ତାଙ୍କର ମାଆଙ୍କୁ ଆଉଥରେ ଜୀବନ ପ୍ରଦାନ କରିଥିଲେ। ତେଣୁ ସେଇଠୁ ସେ ଜାଣିଥିଲେ ତାଙ୍କର ସାନ ପୁଅର ପିତାମାତାଙ୍କ ପ୍ରତି କେତେ ଭକ୍ତି ଅଛି। ତାପରେ ଆମେ ଯିବା କ୍ଷତ୍ରିୟ ରାଜାଙ୍କର କଥା। ସେ ସମୟରେ କ୍ଷତ୍ରିୟ ରାଜାମାନେ ବହୁ ଅଧର୍ମୀ ହୋଇ ଉଠିଥିଲେ। ସେମାନେ ବ୍ରାହ୍ମଣମାନଙ୍କୁ କ'ଣ କରୁଥିଲେ? ବହୁତ ହଇରାଣ କରୁଥିଲେ। ସେମାନେ ତାଙ୍କର ଧନ ଲୁଟି ନେଇଯାଉଥିଲେ। ତାଙ୍କର ଯଜ୍ଞ ଯେତେବେଳେ କରୁଥିଲେ, ତାଙ୍କ ଯଜ୍ଞକୁ ବିନାଶ କରୁଥିଲେ। ତେଣୁ ଜଣେ ରାଜା ଥିଲେ, କ୍ଷତ୍ରିୟ ରାଜା। ତାଙ୍କ ନାଁ ହେଲା ସହସ୍ରାର୍ଜୁନ। ସେ ତାଙ୍କର 10ଟି ହାତ ଥିଲା। ସେ ଥରଟେ ଆସିଲେ ଯମଦଗ୍ନିଙ୍କ ପାଖକୁ। ସେ ଯେତେବେଳେ ଆସିଲେ, ସେ ରାଜା କାମଧେନୁ ଗାଈକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ସେ ତାଙ୍କୁ, ଯେହେତୁ ସେ ଗୋଟେ ଅତିଥି ହେଇ ଆସିଛନ୍ତି, ତାଙ୍କୁ ଯମଦଗ୍ନି ସବୁ ଖାଦ୍ୟପେୟ ସବୁ କିଛି ଦେଲେ। ଖାଇଲେ। ଖାଇସାରିବା ପରେ ସେ କହିଲେ, ରାଜା, ମୋତେ ଗାଈଟାକୁ ଦିଅ। ସେ ସମୟରେ କିନ୍ତୁ ଯମଦଗ୍ନି ମନା କଲେ। କହିଲେ, ନାଇଁ, ମୁଁ ଗାଈଟା ତୁମକୁ ଦେଇପାରିବିନି। ଯେତେବେଳେ ମନା କଲେ, ସେ ସମୟରେ ସେ ପରଶୁରାମଙ୍କ ବାପାଙ୍କର, ଯେଉଁ ଯମଦଗ୍ନିଙ୍କର ବେକଟାକୁ କାଟିଦେଲେ। କାଟିଦେଇକି ସେ ଗାଈକୁ ନେଇକି ପଳେଇଗଲେ। ତାପରେ ପରଶୁରାମ ତାଙ୍କର ବାପାଙ୍କର ସବୁ ପାଖରେ ବସି କାନ୍ଦିଲେ। ମୁଁ ଏଥର କ'ଣ କରିବି କାନ୍ଦିଲେ। ତାପରେ ସେ ଶିବଙ୍କୁ ତପସ୍ୟା କଲେ। ଶିବଙ୍କ ଠାରୁ ସେ ତାପରେ ଆଶୀର୍ବାଦ ଗ୍ରହଣ କଲେ। ସେ ଆଶୀର୍ବାଦ ଗ୍ରହଣ କଲା ପରେ ପରଶୁରାମ ତାପରେ କ'ଣ ହେଲେ, ସେ ଗଲେ ସହସ୍ରାର୍ଜୁନଙ୍କ ପାଖକୁ। ତାଙ୍କ ସହିତ ଯୁଦ୍ଧ କଲେ। ତାଙ୍କୁ ଯୁଦ୍ଧ କଲା ପରେ ତାପରେ ତାଙ୍କୁ ମାରିଦେଲେ। ସେଇ ଯେଉଁ ସହସ୍ରାର୍ଜୁନ ରାଜା, ତାଙ୍କର 100 ପୁତ୍ର ଥିଲେ। ତାଙ୍କ ସହିତ ଯୁଦ୍ଧ କରି ତାଙ୍କୁ ମଧ୍ୟ ପରାସ୍ତ କଲେ।
परशुराम देखिले जे पृथ्वी क्षत्रियମାନଙ୍କ अत्याचाରରେ भरी ଯାଇଛି। ତେଣୁ ସେ ପ୍ରତିଜ୍ଞା କଲେ ମୁଁ 21 ଥର ସମସ୍ତ କ୍ଷତ୍ରିୟମାନଙ୍କୁ ନାଶ କରିବି। ଧରଣୀକୁ ଧରଣୀ ମାନେ ପୃଥିବୀକୁ ମୁଁ କ୍ଷତ୍ରିୟ ଶୂନ୍ୟ କରିବି। ସେ ଚାରିଆଡ଼େ ପର୍ବତ ବନ ନଦୀ ସବୁଆଡ଼େ ବୁଲିଲେ। ସେ ବୁଲି କରି ଯେଉଁଠି ଯାହା କ୍ଷତ୍ରିୟଙ୍କୁ ଦେଖିଲେ ସମସ୍ତଙ୍କୁ ସେ ମାରିଥିଲେ। ତେଣୁ ଏଇଟା ହେଲା ଆମେ ତାଙ୍କର ଠାରୁ ଜାଣିଲେ ଯେ ସେ ଯେତେ କ୍ଷତ୍ରିୟ ଥିଲେ କ୍ଷତ୍ରିୟମାନଙ୍କୁ ସେ ମାରିଥିଲେ। ତାପରେ ସିଏ ତାଙ୍କର ସବୁ କିଏ ଶିଷ୍ୟ ଥିଲେ, ଅନେକ ଋଷି ଆଉ ଯୋଦ୍ଧାଙ୍କୁ ସେ ଧନୁର୍ବେଦ ଶିଖାଇଥିଲେ। ଭୀଷ୍ମଙ୍କୁ ସେ ଶିଖାଇଥିଲେ, ତାପରେ ଦ୍ରୋଣାଚାର୍ଯ୍ୟଙ୍କୁ ଶିଖାଇଥିଲେ, କର୍ଣ୍ଣଙ୍କୁ ଶିଖାଇଥିଲେ। ଏ ସମସ୍ତଙ୍କ ଗୁରୁ ଥିଲେ ପରଶୁରାମ। ତାପରେ ସେ ଶ୍ରୀଖଣ୍ଡୀକୁ ମଧ୍ୟ ସେ ଯୁଦ୍ଧ ବିଦ୍ୟା ଶିଖାଇଥିଲେ। ରାମାୟଣର ଏକ ରୋମାଞ୍ଚକର ଘଟଣା, ସୀତାଙ୍କର ସ୍ୱୟଂବରରେ ଶିବଙ୍କ ଧନୁ ବହୁତ ଭାରି ଥିଲା। ଏହା କେହି ଭାଙ୍ଗି ପାରିନଥାନ୍ତେ। ପରଶୁରାମ ଜାଣିଥିଲେ ଯେ ସିଏ ହିଁ ଏକା ଭାଙ୍ଗିପାରିବେ, କିନ୍ତୁ ସିଏ ଆସିବା ପୂର୍ବରୁ ରାମ ଏହାକୁ ଭାଙ୍ଗି ଦେଇଥିଲେ। ଶିବ ଧନୁ କିଏ ଭାଙ୍ଗିଲା କହିକିରି ପରଶୁରାମ ଆସି ବହୁତ ଜୋରରେ ରାଗିଗଲେ। ତାପରେ ସେ ଯେତେବେଳେ ଜାଣିଲେ ଯେ ରାମ ଭାଙ୍ଗିଛନ୍ତି ଆଉ ରାମ ହେଉଛନ୍ତି ବିଷ୍ଣୁଙ୍କ ଜଣେ ଅବତାର, ସେ ତାଙ୍କୁ ନମସ୍କାର କରି ଫେରି ଯାଇଥିଲେ। ତେଣୁ ପରଶୁରାମ ହେଉଛନ୍ତି ଚିରଞ୍ଜୀବୀ ଅର୍ଥାତ୍ ଅମର। ସେ ଆଜି ମଧ୍ୟ ମହେନ୍ଦ୍ର ପର୍ବତରେ ଧ୍ୟାନରେ ଅଛନ୍ତି। ସେ ଧର୍ମର ରକ୍ଷା ପାଇଁ ଅଛନ୍ତି। ଏହା ହେଉଛି ପରଶୁରାମଙ୍କର କାହାଣୀ।